ଯେତେବେଳେ ବି ରାମାୟଣ କଥା ଆସେ ଭଗବାନ ଶ୍ରୀରାମଙ୍କ ଭାବମୂର୍ତ୍ତି ଆଖି ଆଗରେ ଯାଏ। ବିଷ୍ଣୁଙ୍କର ସପ୍ତମ ଅବତାର ରୂପେ ପ୍ରଭୁ ଶ୍ରୀରାମ ଜନ୍ମଗ୍ରହଣ କରିଥିଲେ। ପ୍ରଭୁ ଶ୍ରୀରାମଙ୍କୁ ସମସ୍ତେ ପୂଜା କରନ୍ତି। ତେବେ ଆମ ପ୍ରଭୁ ଶ୍ରୀରାମଙ୍କ ମୃତ୍ୟୁ କେମିତି ହେଲା ଆପଣ ଜାଣିଛନ୍ତି? ପୁରାଣ ଶାସ୍ତ୍ର ଅନୁଯାୟୀ ପ୍ରଭୁ ଶ୍ରୀରାମ ନିଜେ ଦେହତ୍ୟାଗ କରିଥିଲେ। କିନ୍ତୁ କଣ ପାଇଁ, କାହିଁକି ଓ କେଉଁ ସମୟରେ ମାନବ ରୂପକୁ ତ୍ୟାଗ କରିଥିଲେ ପ୍ରଭୁ ଶ୍ରୀରାମ? ଆଜି ଜାଣିବାରୁ ପ୍ରଭୁ ଶ୍ରୀରାମ କାହିଁକି ନିଜର ଦେହତ୍ୟାଗ କରିଥିଲେ। ଭଗବାନ ରାମଚନ୍ଦ୍ର 10,000 ବର୍ଷରୁ ବି ଅଧିକ ସମୟ ଧରି ପୃଥିବୀରେ ଥିଲେ। ପ୍ରଭୁ ରାମଚନ୍ଦ୍ର ତାଙ୍କର ଦୀର୍ଘ ଶାସନ କାଳରେ ଅନେକ ମହତ୍ଵ କାର୍ଯ୍ୟ କରିଥିଲେ। ମର୍ଯ୍ୟାଦା ପୁରୁଷୋତ୍ତମ ରାମଚନ୍ଦ୍ରକୁ ସମସ୍ତେ ଭଲ ପାଉଥିଲେ। ସେ ହିନ୍ଦୁ ଧର୍ମକୁ ଏକ ଗୌରବମୟ ଇତିହାସ ଦେଇଛନ୍ତି। କିନ୍ତୁ ଭଗବାନ ଶ୍ରୀରାମ ଏହି ଜଗତରୁ କାହିଁକି ଅଦୃଶ୍ୟ ହୋଇଗଲେ, କାହିଁକି ନିଜ ଦେହତ୍ୟାଗ କଲେ, ଚାଲନ୍ତୁ ଆଜି ଜାଣିବା। ପରିବାର ଛାଡ଼ି ବିଷ୍ଣୁ ଲୋକକୁ ଫେରିଯିବାର କାରଣ କଣ ଥିଲା ପ୍ରଭୁ ଶ୍ରୀରାମଙ୍କର? ଅର୍ଥାତ୍ ପ୍ରଭୁ ଶ୍ରୀରାମ କିପରି ନିଜର ଦେହତ୍ୟାଗ କଲେ? ଏହା ପଛରେ ପୁରାଣରେ ଏକ କାହାଣୀ ରହିଛି। ପଦ୍ମ ପୁରାଣରେ ଲିପିବଦ୍ଧ ହୋଇଥିବା କିମ୍ବଦନ୍ତୀ ଅନୁଯାୟୀ ଦିନେ ଜଣେ ବୃଦ୍ଧ ସାଧୁ ଭଗବାନ ଶ୍ରୀରାମଙ୍କ ଦରବାରରେ ପହଞ୍ଚିଲେ। ତାଙ୍କ ସହିତ ଏକୁଟିଆ ଆଲୋଚନା କରିବାକୁ ଅନୁରୋଧ କରିଥିଲେ। ସେହି ସାଧୁଙ୍କ ଡାକ ଶୁଣି ଭଗବାନ ରାମ ତାଙ୍କୁ ଏକ କୋଠରୀକୁ ନେଇଗଲେ ଏବଂ ସାନ ଭାଇ ଲକ୍ଷ୍ମଣଙ୍କୁ ଦୁଆର ନିକଟରେ ଛିଡ଼ା କରିଦେଲେ। କହିଲେ ଯେ ଯଦି କେହି ତାଙ୍କ ଏବଂ ସାଧୁଙ୍କ ଆଲୋଚନାରେ ବାଧା ସୃଷ୍ଟି କରିବାକୁ ଚେଷ୍ଟା କରନ୍ତି ତେବେ ସେ ନିଜେ ତାଙ୍କୁ ଦଣ୍ଡ ଦେବେ। ଲକ୍ଷ୍ମଣ ତାଙ୍କ ବଡ଼ ଭାଇଙ୍କ ଆଦେଶ ଅନୁଯାୟୀ ସେହି ଦୁଆର ନିକଟରେ ଏକୁଟିଆ ଜଗି ରହିଲେ। ସେହି ବୃଦ୍ଧ ସାଧୁ ବିଷ୍ଣୁ ଲୋକଙ୍କଠାରୁ ପଠାଯାଇଥିବା କାଳଦେବ ଥିଲେ। ତାଙ୍କୁ ପ୍ରଭୁ ରାମଙ୍କୁ ଜଣାଇବାକୁ ପଠାଯାଇଥିଲା ଯେ ପୃଥିବୀରେ ତାଙ୍କର ଜୀବନ ସମାପ୍ତ ହୋଇଛି, ତାଙ୍କ ସମୟ ଶେଷ ହୋଇଯାଇଛି। ବର୍ତ୍ତମାନ ତାଙ୍କୁ ଏହି ରୂପକୁ ତ୍ୟାଗ କରିବାକୁ ପଡ଼ିବ ଏବଂ ନିଜ ଦୁନିଆକୁ ପୁଣି ଥରେ ଫେରିବାକୁ ପଡ଼ିବ। ସେହି ସମୟରେ ଅଚାନକ ଋଷି ଦୁର୍ବାସା ଦ୍ୱାର ନିକଟକୁ ଆସିଲେ। ସେ ଭଗବାନ ରାମଙ୍କୁ ଭେଟିବା ପାଇଁ ଲକ୍ଷ୍ମଣଙ୍କୁ ଅନୁରୋଧ କରିଥିଲେ। ହେଲେ ଲକ୍ଷ୍ମଣ ପ୍ରଭୁ ଶ୍ରୀରାମଙ୍କ ଆଦେଶ ପାଳନ କରି ଋଷି ଦୁର୍ବାସାଙ୍କୁ ଭିତରକୁ ଯିବାକୁ ବାରଣ କଲେ। ଆପଣ ଜାଣିଥିବେ ଋଷି ଦୁର୍ବାସା ହେଉଛନ୍ତି ସ୍ୱଭାବରେ ସବୁଠୁ ରାଗୀ। ଲକ୍ଷ୍ମଣଙ୍କର ବାରମ୍ବାର ପ୍ରତ୍ୟାଖ୍ୟାନ ଉପରେ ଋଷି ଦୁର୍ବାସା କ୍ରୋଧିତ ହୋଇ କହିଥିଲେ, ଯଦି ମୋତେ ଭିତରକୁ ନ ଛାଡ଼ିଲ ମୁଁ ରାମଙ୍କୁ ଅଭିଶାପ ଦେବି। ଏହା ଶୁଣି ଲକ୍ଷ୍ମଣ ଚିନ୍ତିତ ହୋଇପଡ଼ିଲେ। ସେ କିଛି ବୁଝିପାରିଲେ ନାହିଁ କି ତାଙ୍କ ଭାଇଙ୍କ ଆଦେଶ ପାଳନ କରିବେ ନା ଅଭିଶାପରୁ ରକ୍ଷା କରିବେ। ଏହାକୁ ଭାବି ସେ ବ୍ୟସ୍ତ ହୋଇଗଲେ। ଲକ୍ଷ୍ମଣ କେବେ ବି ଚାହୁଁନଥିଲେ ଯେ ତାଙ୍କ ବଡ଼ ଭାଇ ତାଙ୍କ ଯୋଗୁଁ କୌଣସି ଅସୁବିଧାରେ ପଡ଼ନ୍ତୁ। ତେଣୁ ଲକ୍ଷ୍ମଣ ମୃତ୍ୟୁଦଣ୍ଡ ଭୋଗିବାକୁ ସ୍ଥିର କଲେ, ଯାହାଦ୍ୱାରା ଶ୍ରୀରାମ ଋଷି ଦୁର୍ବାସାଙ୍କ ଅଭିଶାପରୁ ରକ୍ଷା ପାଇପାରିବେ। ଏହାପରେ ଲକ୍ଷ୍ମଣ କୋଠରୀ ଭିତରକୁ ପ୍ରବେଶ କଲେ। ଲକ୍ଷ୍ମଣଙ୍କୁ ଦେଖି ପ୍ରଭୁ ରାମଚନ୍ଦ୍ର ଦ୍ୱନ୍ଦ୍ୱରେ ପଡ଼ିଗଲେ। ବର୍ତ୍ତମାନ ଗୋଟିଏ ପଟେ ତାଙ୍କର ଭାଇ ଥିଲେ ଏବଂ ଅନ୍ୟ ପଟେ ତାଙ୍କର ପ୍ରତିଜ୍ଞା ହେତୁ ସେ ନିଜକୁ ଅସହାୟ ମନେ କରୁଥିଲେ। ସେତେବେଳେ ପ୍ରଭୁ ଶ୍ରୀରାମ ଲକ୍ଷ୍ମଣଙ୍କୁ ମୃତ୍ୟୁଦଣ୍ଡ ଦେବା ପରିବର୍ତ୍ତେ ରାଜ୍ୟ ତଥା ଦେଶ ବାହାରକୁ ଯିବାକୁ କହିଦେଲେ। ସେହି ଯୁଗରେ ଦେଶରୁ ବାହାର କରିବା ମୃତ୍ୟୁଦଣ୍ଡ ସହିତ ସମାନ ବୋଲି ବିବେଚନା କରାଯାଉଥିଲା। ହେଲେ ସେ ଭାଇ ରାମଙ୍କ ବିନା ଗୋଟିଏ ମୁହୂର୍ତ୍ତ ବି ରହିନଥିଲେ। ତେଣୁ ଲକ୍ଷ୍ମଣ ନଦୀକୁ ଯାଇ ନିଜ ଶରୀର ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ଶେଷ ନାଗରେ ପରିବର୍ତ୍ତନ ହୋଇ ବିଷ୍ଣୁ ଲୋକକୁ ଗଲେ। ଆପଣ ଜାଣିଛନ୍ତି ନା ନାଇଁ, ଲକ୍ଷ୍ମଣ ଯେତେବେଳେ ନିଜ ଦେହତ୍ୟାଗ କରିଥିଲେ ଶେଷରେ ସେ ଶେଷ ନାଗରେ ପରିବର୍ତ୍ତନ ହୋଇ ବିଷ୍ଣୁ ଲୋକକୁ ଗଲେ। ଶେଷ ନାଗ ହେଉଛି ସେହି ନାଗ ଯାହା ଉପରେ ଭଗବାନ ବିଷ୍ଣୁ ଶୟନ କରିଥାନ୍ତି। ଭଗବାନ ଶ୍ରୀରାମ ଯେତେବେଳେ ଏ ବିଷୟରେ ଜାଣିବାକୁ ପାଇଲେ, ପ୍ରିୟ ସାନ ଭାଇର ଏପରି କାମକୁ ନେଇ ଦୁଃଖିତ ହୋଇପଡ଼ିଲେ। ଏହାପରେ ଭଗବାନ ଶ୍ରୀରାମ ମଧ୍ୟ ଏହି ଜଗତରୁ ଯିବାକୁ ମନସ୍ଥ କରିଥିଲେ। ଏହାପରେ ଶ୍ରୀରାମ ତାଙ୍କ ରାଜ୍ୟକୁ ତାଙ୍କ ପୁଅ ଏବଂ ଭାଇଙ୍କ ପୁତ୍ରମାନଙ୍କୁ ଦେଇଦେଲେ। ପୁରାଣ ଅନୁସାରେ ପ୍ରଭୁ ଶ୍ରୀରାମ ସରଜୁ ନଦୀ ଆଡ଼କୁ ଗଲେ। ସେଠାରେ ପହଞ୍ଚିବା ପରେ ଭଗବାନ ଶ୍ରୀରାମ ନଦୀ ଭିତରକୁ ଗଲେ ଏବଂ ପରେ ଭଗବାନ ବିଷ୍ଣୁ କିଛି ସମୟ ପାଇଁ ନଦୀ ଭିତରୁ ଦେଖାଦେଲେ। ସେ ତାଙ୍କର ଭକ୍ତମାନଙ୍କୁ ଦର୍ଶନ ଦେଲେ। ଏହିପରି ଭାବରେ ଶ୍ରୀରାମ ନିଜର ମାନବ ରୂପ ତ୍ୟାଗ କରି ତାଙ୍କର ପ୍ରକୃତ ରୂପ ନେଇ ବୈକୁଣ୍ଠକୁ ଫେରି ଯାଇଥିଲେ। ଏବେ ଆପଣ ଜାଣିସାରିଥିବେ ପ୍ରଭୁ ଶ୍ରୀରାମଙ୍କ ମୃତ୍ୟୁ କିଭଳି ହେଲା, ସେ ନିଜ ଦେହତ୍ୟାଗ କିପରି କରିଥିଲେ, କାହିଁକି କରିଥିଲେ।
ଆମ ଶାସ୍ତ୍ର ପୁରାଣ ସମ୍ବନ୍ଧୀୟ ଯଦି ଏହି ଭିଡ଼ିଓଟି ଆପଣଙ୍କୁ ଆଜି ଭଲ ଲାଗିଛି ତେବେ ଏହାକୁ ଲାଇକ୍ କରନ୍ତୁ ଏବଂ ଖୁବ୍ ମାତ୍ରାରେ ସେୟାର କରନ୍ତୁ। ଭିଡ଼ିଓଟି ଆପଣଙ୍କୁ କିଭଳି ଲାଗିଲା ମୋତେ କମେଣ୍ଟ ମାଧ୍ୟମରେ ନିଜ ଫିଡବ୍ୟାକ୍ ନିହାତି ଜଣାନ୍ତୁ। ଆମ ହିନ୍ଦୁ ଶାସ୍ତ୍ର ପୁରାଣ ସହ ସମ୍ବନ୍ଧିତ ଏଭଳି ଇନଫର୍ମେସନ୍ ଯଦି ଆପଣ ଜାଣିବାକୁ ଚାହୁଁଛନ୍ତି ତାହେଲେ ଆଜି ହିଁ ମୋ ଚ୍ୟାନେଲ ସହ ଯୋଡ଼ି ହୁଅନ୍ତୁ ଆଉ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।